ଅଇରେ ଭଗିଆ, ଆଜି ତୁ କଣ ଖାଇଛୁ? ମୁଁ ମୁଁ ଆଜି ମଣ୍ଡା ପିଠା ଖାଇଛି। ଓ ମଣ୍ଡା ପିଠା। ଆରେ ବା, ଆଜି ଘରେ ତୋର ମଣ୍ଡା ପିଠା ହେଇଥିଲା। ତାହେଲେ ତ ବହେ ଗେମ୍ଫି ଦେଇଥିବୁ ଆଉ। ଏ ନାଇଁ ମୋ ଜଟିଆ, ବୋଉ ମଣ୍ଡା ପିଠା କରିସାରି ଠିକ ହାଣ୍ଡିରୁ ବାହାର କରିବା ସମୟରେ ଗୋଟେ ଦୂର ସମ୍ପର୍କୀୟ ବୁଢା ଆଉ ତା ସହ 2 ଜଣ ଲୋକ ଆସି ପହଞ୍ଚିଲେ ଯେ ବୋଉ ମୋ ଭାଗରୁ ସେମାନଙ୍କୁ ପିଠା ଖାଇବାକୁ ଦେଇଦେଲା ପା। ବିଚରାଟା, ଡହଳ ବିକଳ ହେଇଥିବୁ। ଏ ନାଇଁ ମୋ ଜଟିଆ, ମୁଁ କଣ କମ ଚାଲାକ କି? ବୋଉ ମଣ୍ଡା ପିଠା କାଢି ସେ ବନ୍ଧୁମାନଙ୍କୁ ସରବତ ଦେବା ପାଇଁ ଗଲାବେଳେ ମୁଁ ପୁରା ଚୁପକିନା ମୋ ଗାମଛା କାନିରେ 3-4ଟା ପିଠା ବାନ୍ଧି ଦେଇଥିଲି। ଆଉ ଏବେ ଖୋଲି ତମ ସାମ୍ନାରେ ଖାଇବି, ଆଉ ତମେ ସବୁ ଭକୁଆ ଭଳି ଅନେଇଥାଅ। ଆରେ ଆରେ ଆରେ, ଏଇ କଣ ହେଲା? ଏତେ ବଡ ଗଛଟା ରାସ୍ତାରେ ପଡିଗଲା। ଭାଇମାନେ ଆସ ଆସ, ସମସ୍ତେ ଆସ ଭାଇମାନେ, ଆମେ ମିଶିକରି ଗଛଟାକୁ ଉଠେଇ ରାସ୍ତା ସଫା କରିଦବା। ଆବେ ଭକିଆ, ଜୋରସେ ପେଲ। ନାଇଁ ଭାଇ, ଜୋରେ ଯଦି ପେଲିବି ମୋ ମଣ୍ଡା ପିଠା ପଛ ଦେଇ ବାହାରିଯିବ ଯେ। ଚୁପ ଭାଇମାନେ, ପେଲ, ଜୋରସେ ପେଲ। ଆବେ ଏ ଭୁସୁଣ୍ଡିଆଟା କିଏ ବେ? ବଣ ଭାଲୁ ପରି ଲାଗୁଛି। ନା 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 ନା, ବଣ ମଣିଷ ହେଇଥିବ ବୋଧେ। ହଁ ହଁ, ମୁଁ ତୁମମାନଙ୍କ ଭଳି ମାନବ ନୁହଁ। ମୁଁ ଦାନବ। ଏଇ ନଦୀ ସେପାରିରେ ମୁଁ ରହେ। ମତେ ବହୁତ ଭୋକ। ମୁଁ ତୁମମାନଙ୍କୁ ସବୁ ଖାଇବି। ଆଜି ପେଟ ଭରିଗଲା। ମୁଁ ଯାଉଛି, ହେଲେ ପୁଣି କାଲି ଆସିବି। ଆରେ 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 ଆରେ, ଇଏ କଣ ହେଲା? ବିଚରା ନଟିଆକୁ ସେ ଅସୁରଟା ଗୋଟିକିଆ ଗିଳିଗଲା। ହେ ପ୍ରଭୁ, ଏବେ କଣ ହବ? ସେ ଅସୁରଟା କହିଯାଇଛି କାଲି ପୁଣି ଆସିବ। ମୁଖିଆ ବାବୁ, ସେ ଅସୁରଟା ଯଦି ଏମିତି ଆସିବ ତାହେଲେ ଆମ ଗାଁରେ ଗୋଟି ଗୋଟି ଲୋକଙ୍କୁ ସମସ୍ତଙ୍କୁ ଖାଇଯିବ। ଏବେ କଣ ହବ ମୁଖିଆ ବାବୁ, କଣ କରିବା? ହଁ ଭଗିଆ, ତୁ ଠିକ କହୁଛୁ। ସେ ଅସୁରଟା ଆମ ଗାଁରେ ସମସ୍ତଙ୍କୁ ଖାଇଯିବ। ଆମ ଗାଁଟା ପୁରା ସଫା ହେଇଯିବରେ, ଆଉ ଏଠି କେହି ବି ବଞ୍ଚିବେନି। କେହି ବି ବଞ୍ଚିବେନି। ଆମର ଏ ସୁନ୍ଦର ସବୁଜିମା ଗାଁଟା ପାଲଟିଯିବ ମଣିଷ ଶୂନ୍ୟ। ଭାଇମାନେ, ମୋ ମନକୁ ଗୋଟେ ବୁଦ୍ଧି ଜୁଟିଛି। ଅସୁରକୁ ଦରକାର ଖାଦ୍ୟ। ସେ ଖାଦ୍ୟ ନ ପାଇଲେ ସିନା ମଣିଷ ମାନଙ୍କୁ ଖାଇବ। ଯଦି ଆମେମାନେ ତାକୁ ଖାଦ୍ୟ ଦେବା, ତାହେଲେ ସେ ଆଉ ଆମମାନଙ୍କୁ ଖାଇବ ନାହିଁ। ହେଲେ ମୁଖିଆ ବାବୁ, ଆମେ ତାକୁ କଣ ଖାଇବାକୁ ଦବା? ଏବେ ତ ମାର୍ଗଶିର ମାସ ଚାଲିଛି। ସମସ୍ତଙ୍କ ଘରେ ମଣ୍ଡା ପିଠା ବନା ହଉଛି। ଆମେ ତାକୁ ପ୍ରତିଦିନ ଗୋଟାଏ ଶଗଡ଼ରେ ମଣ୍ଡା ପିଠା ଭର୍ତ୍ତି କରି ପଠାଇଦବା ନଦୀ ସେପାରିର ତା ଗୁମ୍ଫା ଭିତରକୁ। ସେ ସେଇଠି ରହି ଖାଇବ, ଆଉ ଏପାରିକୁ ଆସିବ ନାହିଁ, ଆଉ ଆମମାନଙ୍କୁ ଡରାଇବ ବି ନାହିଁ। ହଁ ହଁ ମୁଖିଆ ବାବୁ, ଠିକ କଥା କହିଛ। ଆଉ ପୁଣି ମଣ୍ଡା ପିଠାର ଯୋଉ ସ୍ୱାଦ, ସେ ଅସୁର ଖାଇ ଶାନ୍ତ ବି ହେଇଯିବ। ହଉ, ଚାଲ ଚାଲ, ଏବେ ରାତି ହେଲାଣି। ସମସ୍ତେ ନିଜ ନିଜ ଘରକୁ ଚାଲ, ଶୋଇପଡ଼। କାଲି ସକାଳୁ ଉଠିଲେ ପୁଣି ଦେଖା ହବ। ହଁ, କାଲିର ପିଠାବଳି ମୋର। ମୁଁ ଆମ ଘରେ ପିଠା ବନେଇ ସେ ରାକ୍ଷସକୁ ଖାଇବାକୁ ଦେବି। ହଉ ଠିକ ଅଛି, ଚାଲ ଚାଲ, ସମସ୍ତେ ନିଜ ଘରକୁ ଯାଅ। ମୁଖିଆ ବାବୁ, ମୁଖିଆ ବାବୁ। ଆରେ ଭାଇମାନେ, ତମମାନେ ସବୁ ଏଠି, କଥା କଣ? ମଣ୍ଡା ପିଠା ବନା ସରିଲାଣି? ହଁ ହଁ, ପିଠା ପ୍ରସ୍ତୁତ ହେଇଯାଇଛି। ଗୋଟେ ଶଗଡ଼ ଯୋଗାଡ଼ କର। ଆମେ ପିଠା ସବୁ ତା ଉପରେ ଲଦି ଅସୁର ପାଖକୁ ପଠେଇଦବା। ଜାନବାଲା, ପ୍ରସ୍ତୁତ ହୋଇଯାଅ। ମୁଁ ଜଳଖିଆରେ ଜଣକୁ ଖାଇବି।
ମୋ ଜଳଖିଆ ପାଇଁ ଏ ଛୋଟ ଛୁଆଟି ବଢିଆ ହବ। हे महासुर हे महादानव आज आमे समस्ते ग्रामवासी माने मिसी तुम पाई मंडा पिठा बनैछु सुस्वादु मंडा पिठा तमे आज ताकू खाओ आउ कुह केमिति लागुछि। ମଣ୍ଡା ପିଠା ଠିକ ଅଛି, ମୋତେ ଗୋଟିଏ ଦିଅ, ମୁଁ ଚାଖି ଦେଖିବି କେମିତି ଲାଗୁଛି। ମୋତେ ଭଲ ଲାଗୁଛି, ମୋତେ ଆହୁରି ଦିଅ। ଗାଁ ବାଲା, ତୁମେ ମାନେ ମୋତେ ଭଲ ଖାଦ୍ୟ ଖୁଆଇଲ, ମୁଁ ଏ ମଣ୍ଡା ପିଠା ଖାଇ ଖୁସି ହେଲି। ହେ ଅସୁର, ଯଦି ତମେ ନ ରାଗିବ ତାହେଲେ ଗୋଟେ କଥା କହନ୍ତି। ନା, ମୁଁ ରାଗିବିନି, ମୁଁ ଆଜି ଭାରି ଖୁସି। ଆମେ ଆଜି ତମର ଗୋଟେ ନାଁ ଦେବୁ। କି ନା? ମଣ୍ଡାଖିଆ ଅସୁର। ବହୁତ ଭଲ ନା, ବହୁତ ଭଲ ନା। हे मंडाखिया असुर आमे स्थिर करिछु जे प्रतिदिन तुम पई आमे गोटे सगड़ भर्ती मंडा पिठा तुम गुंफा को पठेई देबु आउ तुमे सेठी बसी महा आनंद रे मंडा पिठा खाइबो आउ नदी ए पारी को आम गाँ को भी आसीबा को दरकार पड़िबो नहीं। ଠିକ ଅଛି, ବହୁତ ଭଲ କଥା। ମୋ ପାଇଁ ତୁମେ ମାନେ ସବୁଦିନ ଗୋଟିଏ ଶଗଡ଼ ମଣ୍ଡା ପିଠା ପଠାଇଦେବ। ଯଦି ଗୋଟିଏ ଦିନ ପିଠା ନ ଆସିଲା ତାହେଲେ ମୁଁ ପୁଣି ତୁମ ଗାଁକୁ ଆସିବି ମଣିଷ ଖାଇବା ପାଇଁ। ହଇରେ କନକ, ଜଲ୍ଦି ଜଲ୍ଦି ପିଠା ବନା, ମତେ ପୁଣି ଶଗଡ଼ରେ ଲଦି ସେ ମଣ୍ଡାଖିଆ ଅସୁରକୁ ପଠାଇବାକୁ ପଡ଼ିବ। ହଁ ହଁ ସରିଲାଣି। ଏଇ ନିଅ ପିଠା ଦିଟା, ତମେ ଆଗ ନିଜେ ଖାଇଦିଅ, ତାପରେ ଯାଇ ସେ ମଣ୍ଡା ପିଠା ଅସୁର ପାଖକୁ ପଠାଇଦେବ। ଆଃ, ପିଠା କି ସୁନ୍ଦର ହେଇଛି। ସତରେ କନକ, ତୋ ହାତର ପିଠା ଭାରି ସୁନ୍ଦର। ଗାଁରୁ ଗୋଟିଏ ଗୋଟିଏ ଲୋକ ସେଇ ମଣ୍ଡାଖିଆ ଅସୁର ପାଖକୁ ମଣ୍ଡା ପିଠା ନେଇ ଯାଆନ୍ତି, ହେଲେ କେହି ଏପର୍ଯ୍ୟନ୍ତ ଫେରି ନାହାନ୍ତି। ଆଜି ଆମ ଘର ପାଳି, ହେଲେ ଆମ ଘରେ କେହି ଜଣେ ଗଲେ ବାକି ସମସ୍ତେ ମରିଯିବେ। ସେଇଥିପାଇଁ ଆମେ ଭାବୁଛୁ ସମସ୍ତେ ଯାଇ ସେ ମଣ୍ଡାଖିଆ ଅସୁରର ଖାଦ୍ୟ ହୋଇଯିବୁ। ଆଚ୍ଛା, ଏମିତି ତାହେଲେ କଥା। ଚିନ୍ତା କର ନାହିଁ, ମୋ ପୁତ୍ର ଭୀମ ଆଜି ଘରେ ଅଛନ୍ତି। ତାଙ୍କର ବାକି ଭ୍ରାତା ମାନେ ଗାଁକୁ ଭିକ୍ଷା ଗ୍ରହଣ କରିବା ପାଇଁ ଯାଇଛନ୍ତି, ତେଣୁ ମୋ ପୁତ୍ର ଭୀମ ଆଜି ସେ ମଣ୍ଡାଖିଆ ଅସୁର ପାଖକୁ ଖାଦ୍ୟ ନେଇକି ଯିବେ। ହେଲେ ମାତେ, ଆପଣ ଆମର ଅତିଥି, ଆମେ କିପରି ଆପଣଙ୍କୁ ଏପରି କରିବାକୁ ଦେବୁ? ନା ନା, ଆମେ ହିଁ ଖାଦ୍ୟ ନେଇକି ଯିବୁ। ପୁତ୍ର, ତୁମେ ଏ ବୁଢୀ ମା ଆଉ ତାର 5 ପୁତ୍ରଙ୍କୁ ତୁମ ଘରେ ଆଶ୍ରୟ ଦେଇଛ, ଆଉ ତୁମ ଅସୁବିଧାରେ ତୁମକୁ ସାହାଯ୍ୟ କରିବା ମୋର ଧର୍ମ। ମୋତେ ମୋର ଧର୍ମ ପାଳନ କରିବା ପାଇଁ ଦିଅ। ମୋତେ ମୋ ପୁତ୍ର ଉପରେ ପୁରା ଭରସା ଅଛି। ତୁମେ ଚିନ୍ତା କର ନାହିଁ, ଜାଣ ସେ ଅସୁରର ଆଜି ଶେଷ ଦିନ। ପୁତ୍ର ଭୀମ, आज्ञा माताश्री। ଏ ଗାଁର ନଦିଆର ପାଖରେ ଗୋଟେ ଦୁର୍ବୃତ୍ତ ରାକ୍ଷସ ରହୁଛି। ସେ ସମସ୍ତ ଗାଁ ବାଲାଙ୍କୁ ହଇରାଣ କରୁଛି। ଏ ଗାଁର ଅଧା ଲୋକଙ୍କୁ ସେ ଖାଇ ବି ସାରିଲାଣି। ତେଣୁ ମୁଁ ସ୍ଥିର କରିଛି ତୁମେ ଆଜି ସେ ଅସୁର ପାଇଁ ଖାଦ୍ୟ ଶଗଡ଼ ନେଇକି ଯାଅ, ଆଉ ସେ ଅସୁରକୁ ଉଚିତ ଶିକ୍ଷା ଦିଅ। यथाज्ञा माताश्री। बहुत बाट चली आसनी, बिचरा बलद मैंने भी थकी जीवानी। एठी आगे टिके विश्राम नहीं जाई, तापर जीवी से असुर पाखक। अरे वाह, कि सुंदर नदी, काच केंदु परी निर्मल पानी तहार। ए नदी रे स्नान कले मते टिके आराम मिलंता। ओहो कि ठंडा पानी,
ସକାଳୁ ଜଳଖିଆରେ କିଛି ଟିକେ ଫଳମୂଳ ଖାଇଥିଲି ଯେ ଏବେ ଭାରି ଭୋକ ଲାଗିଲାଣି। ପେଟଟା ଗୁଡୁ ଗୁଡୁ ହେଲାଣି। ଦେଖି ଏ ମଣ୍ଡା ପିଠାର ଗୋଟିଏ ଖାଇକି ଦେଖେ କେମିତି ଲାଗୁଛି। अरे वाह, ये तो खूब स्वादिष्ट होइछे। मु ए मंडा पिठा खाई मो पेट आगे भर्ती करिले, तापरे से असुर कथा बुझिबा। अरे रे 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 सब पिठा तो सरी गला, एबे कौन करिबी? मो मन को गोटे बुद्धि जुटिछि। आज से असुर को पान्या देबी। अरे मानव पिठा नहीं जल्दी आ, मते भारी भोक। आग पिठा खाइबी तापरे तोते खाइबी। हे दोस्त मंडा किए असुर, ग्रामवासी मैंने तो सबुदिन तो पाई मंडा पिठा पठुचंती, तू पुणी कौन पे से मनुष्य मान को खाऊछु? तू किछि ठीक करनु। रे मानव तोर तो बड़ साहस, तू मंडाखिया असुर सामने कथा कहु। मुझे दानव, मानव खाइबार मोर अभ्यास। हे दुष्ट दानव, तू आग पिठा खा, तापर देखिबा तू मते खाऊछु कि आउ कौन होउची। मते पिठा दे। ए कौन ए की पिठा एते शक्त, मो दांत भांगी गला। ए मानव तू मो सहित चालाकी खेलुचु। ए की पिठा, ए तो मंडा पिठा नुह। अरे ए मंडा किए असुर, तू हेलो गुटे बोका। अरे अरे मंडा किए असुर, जानी पारिबनी कौनटा पिठा और कौनटा पत्थर। पिठा भाभी तू जहा को देलु तो भाई छाड़िला तोते से तो दांत भांगी देई। छार मनीष मते भाव नहीं, मो भीम अर्जुन भाई। मो गदरे तोते देवी गोटे पहाड़, चूना करदेवी तो पूरा शरीर। अरे अरे मंडा किए असुर, जानी पारिलुनी कौनटा? अच्छा ताले तू हेलु भीम, हेले तू मते जानिनु मु हेउची मंडाखिया असुर। मंडा सिना मु एबे खाउची, किंतु मुंड खाइबा मोर अभ्यास। आउ আজি मु तो मुंड खाइबी। আজি तू 5 पांडव होइबे 4 पांडव। अरे दुर्बृत्त दानव, तोर तो बड़ साहस, तू मते मारिया कथा भावुछु। मोर ए गदा देखुछु, ए गदारे मु केते बड़ बड़ असुर मानंकु संहार करछि, आउ तू तो गुटे छार मंडा खिया असुर।